ସମସ୍ତଙ୍କୁ ନମସ୍କାର। ଚାଲନ୍ତୁ ଆଜି ଆଉ ଗୋଟେ ନୂଆ ଜାଗା ଦେଖିବା। ତୃତୀୟ ଦିନ ଆମେ କୋରାପୁଟରୁ ଆଜି ଥାର୍ଡ ଡେରେ ଚିତ୍ରକୂଟ ଆଉ ତିରଥଗଡ଼ ଡ୍ୟାମ୍ ବୁଲିବା ପାଇଁ ଏଇ ବାହାରିଛୁ। ଆଉ ପ୍ରଥମ ଆମର ଏଇଟା ହୋଟେଲକୁ ଆସିଲାଣି। ଏବେ ଆମେ ଆଗେ ଚାଲୁ। ଆମେ ଏବେ ଗାଡ଼ିରେ ବସିଲୁ। ଆମର ଗାଡ଼ି ଚାଲିଛି ତିରଥଗଡ଼ ଅଭିମୁଖେ, ଯୋଉଟା ଛତିଶଗଡ଼ରେ ରହିଛି। ଆମେ କୋରାପୁଟରୁ ଗଲେ ଏଇଟା 135ରୁ 40 କିଲୋମିଟର ଭିତରେ ପଡ଼ିବ। ଆଉ ଦେଖନ୍ତୁ ଆମେ ଏବେ ବରିଗୁମା ସ୍ୱର୍ଗୀୟଗୁଡ଼ା ପାର ହେଇକି କଟପାଟ ଏରିଆରେ ପହଞ୍ଚୁ। ଏଇଠି ଆମ ଗାଁ ମୋ ପୁତୁରା ଜୟନ୍ତ ରହୁଛି, ତାକୁ ଦେଖା କରିବୁ। ତେଣୁ ଗାଡ଼ି ଟିକେ ଧୀରେ ଚାଲିଛି। ସେଇ ମୁହୂର୍ତ୍ତରେ ମୁଁ ଏଇ ପ୍ଲେନ୍ ଏରିଆ ଦେଖୁଛି। କୋରାପୁଟର ଅଧିକାଂଶ ଅଞ୍ଚଳ ଘଞ୍ଚ ଜଙ୍ଗଲ ଘାଟି ରାସ୍ତା, କିନ୍ତୁ ଏଇ କଟପାଟ ଏରିଆଟା ପୁରା ପ୍ଲେନ୍ ଏରିଆ। ଯୋଉଆଡ଼େ ଦେଖିବେ ସମତଳ ଏବଂ ବିସ୍ତୀର୍ଣ୍ଣ ଚାଷ ଭୂମି। ଆଉ ଆମେ ଏବେ ଓଡ଼ିଶା ସୀମା ଛାଡ଼ିବା। ଦେଖନ୍ତୁ କି ପ୍ରକାର ସମତଳ ଭୂମି ରହିଛି। ଏଇ କଟପାଟ ବହୁତ ବଡ଼ ମାର୍କେଟ। ଆମେ ଫେରିଲା ବେଳେ ସେଠି ପଶିବା। ଆମର ସେ ଜୟନ୍ତ ଆସିକି ଏଇଠି ଆମକୁ ଦେଖା କଲା। ଆଉ ଆମେ ଏବେ ଯାଉଛୁ। ଏଇ ଦେଖନ୍ତୁ ଏଇଟା କାଙ୍ଗାର ଭ୍ୟାଲି, ପୁରା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏଇ କାଙ୍ଗାର ଭ୍ୟାଲି। ସେଥିପାଇଁ ଟିକେ ଏଇଟା ଦେଖେଇଛି। ଏଇଟା ହେଉଛି କାଙ୍ଗାର ଭ୍ୟାଲି ଫରେଷ୍ଟ। ଦେଖନ୍ତୁ କେତେ ଘଞ୍ଚ ଜଙ୍ଗଲ, ଯୋଉଠି ମାଓବାଦୀ ରହୁଥିଲେ ଏବେ ମାଓବାଦୀ ଶୂନ୍ୟ। ଆପଣ ନିର୍ଭୟରେ ଯାଇକି ଦେଖିପାରିବେ। ଏ ଛତିଶଗଡ଼ର ବସ୍ତର ଜିଲ୍ଲା। ଏବେ ଆମେ ଆସିକି ପହଞ୍ଚି ଯାଇଛୁ ସେଇ ତିରଥଗଡ଼ ଜାଗାରେ। ଆମେ ଚାଲିଛୁ ସେଇ ପ୍ରପାତ ଅଭିମୁଖେ। ଏଠି ସାଇଡ଼ରେ ସବୁ ଲୋକମାନେ ଦୋକାନ ଖୋଲିକି ବସିଛନ୍ତି। ବିଭିନ୍ନ ପ୍ରକାର ଫଳ, ପପୟା, ପିଜୁଳି, ସପୁରୀ, ଗୋଟା ସପୁରୀ ବି ନେଇପାରିବେ। ଏଇଟା ଗେଟ୍ ଲାଗିଛି। ଆପଣଙ୍କର ଏଇଠି ଗୋଟେ କାଉଣ୍ଟର ଅଛି। ଏଠୁ ଆପଣ ପ୍ରବେଶ ଶୁଳ୍କ ଦେଇକି ଟିକଟ କାଟିବେ। ବୟସ୍କ ଲୋକର ଜଣଙ୍କ ପ୍ରତି ଟିକଟର ଦାମ ହେଉଛି 50 ଟଙ୍କା। ଆପଣ ଟିକଟ କାଟିଲା ପରେ ଭିତରକୁ ଯିବେ ଏବଂ ତିରଥଗଡ଼ ଜଳପ୍ରପାତର ଅପୂର୍ବ ଦୃଶ୍ୟ ଦେଖିପାରିବେ। ଆମେ ଏବେ ଟିକଟ କାଟି କମଳ ବାବୁ କାଟିଛନ୍ତି, ମୁଁ କାଟି ସାରିଲିଣି। ଆଉ ଏବେ ଆମେ ଟିକଟ କାଟିକି ସେଇ ତିରଥଗଡ଼ ଜଳପ୍ରପାତ ଅଭିମୁଖେ ବାହାରିବା। ସାମାନ୍ୟ ଟିକେ ଟିକେ ହାଲକା ହାଲକା ବର୍ଷା ବି ହେଉଛି। ବହୁତ ଲୋକ ଭିଜିଟର୍ସ ଆସିଛନ୍ତି। ଏଇଟା ହେଉଛି ୱାଟରଫଲକୁ ଏଣ୍ଟର କରିବାର ଗେଟ୍। ଆମର ଜିତୁ ବାବୁ ତାଙ୍କ ଫ୍ୟାମିଲି ଏଣ୍ଟର କଲେଣି। ଏଇ ଏବେ ଆମେ ଯାଉଛୁ। ଆଉ ଆମର ଲକ୍ଷ୍ମୀ ଗେଟ୍ ସାମ୍ନାରେ ଟିକେ ଠିଆ ହେଲାଣି। ଗୋଟେ ଫଟୋ ସ୍ମୃତି ପାଇଁ ନେବା କହିଲେ। ଆଉ ଟିକେ ଟିକେ ବର୍ଷା ହେଉଛି, ତେଣୁ ମୁଁ ରେନକୋଟ୍ ଲଗାଇ ଦେଲିଣି। ଆଉ ଛତା ବି ଗୋଟେ ଆମେ ନେଇଛୁ। ଛତା ଧରିକି ଏବେ ଆମେ ପାହାଚରେ ଓହ୍ଲଉଛୁ। ଏଇ ଜଳପ୍ରପାତର ଉଚ୍ଚତା ହେଉଛି 91 ମିଟର, ଯୋଉଟାକି ଫୁଟରେ କହିଲେ ପାଖାପାଖି 300 ଫୁଟ। ଆପଣଙ୍କୁ ସେଇ 300 ଫୁଟ ଓହ୍ଲାଇବା ପାଇଁ ପଡ଼ିବ। ଏଠୁ 350 ଫୁଟ ତଳକୁ ଯିବା ପାଇଁ ପଡ଼ିବ। ପାହାଚ ଗୁଡ଼ା ଖୁବ୍ ଡାଉନ୍ ହେଇକି ଯାଇଛି। ଏଇଟା ଦୂରରୁ ତିରଥଗଡ଼ ଜଳପ୍ରପାତର ଦୃଶ୍ୟ। ଏଇ ଜଳପ୍ରପାତ ଦେଖିବା ପାଇଁ ଗଲେ ଆପଣ ପ୍ରପାତର ତଳ ସ୍ଥାନକୁ ଯାଇପାରିବେ। ଆମେ ଯେମିତି ବହୁତ ପ୍ରପାତକୁ ଦୂରରୁ ଦେଖିଥାଉ, ସେଇଟା ଏମିତି ନୁହେଁ। ପ୍ରପାତର ଜଳଟା ଯୋଉ ତଳେ ପଡ଼ୁଛି ସେଇ ସ୍ଥାନକୁ ଯିବା। ତେଣୁ ପ୍ରପାତର ଯେତିକି ଗଭୀରତା, ମାନେ 300 ଫୁଟ ତଳକୁ ଆମେ ଯାଉଛୁ। ଦେଖନ୍ତୁ କିଛି ଲୋକ ଫେରୁଛନ୍ତି। ଚାରିଆଡ଼େ ଘଞ୍ଚ ଜଙ୍ଗଲ। ଏଟା କାଙ୍ଗାର ଭ୍ୟାଲି ରିଜର୍ଭ ଫରେଷ୍ଟ ଭିତରେ ରହିଛି। এই ଜଳପ୍ରପାତଟି ଆମର କଙ୍ଗର ନଦୀରେ ହିଁ ହେଇଛି, ତିରଥଗଡ଼ ଠାରେ। ଦେଖନ୍ତୁ ତାର ଯୋଉ ସାଇଡର ଯୋଉ ମୂର୍ତ୍ତିକା କେମିତି ସ୍ଲେଟ୍ ମୂର୍ତ୍ତିକା ଭଳିଆ ହେଇଛି। ଥାକ ପଥର ଯେମିତି ରଖାଯାଏ ସେମିତି ରଖା ହେଇଛି। ଆଉ ଏବେ ଆମେ ଓହ୍ଲେଇ ଚାଲିଛୁ। ଏଇ ଯୋଉ ପାହାଚ ଦେଖନ୍ତୁ କେତେ ତଳମୁହାଁ ହେଇକି ଯାଉଛି। ଆଉ ଦୂରରୁ ତିରଥଗଡ଼ ପ୍ରପାତର ଦୃଶ୍ୟଟା ଏଭଳିଆ ଦେଖାଯାଉଛି। ଆମେ ସେଇଠିକି ପହଞ୍ଚିକି ଡିଟେଲ ପ୍ରପାତର ଦୃଶ୍ୟ ଦେଖିବା, ବହୁତ ଭଲ ଲାଗିବ। ଦେଖନ୍ତୁ ଏଇଟା ପ୍ରପାତର ସମ୍ପୂର୍ଣ୍ଣ ଦୃଶ୍ୟ ଟିକେ ଦୂରରୁ ପରିଷ୍କାର ଆସୁଛି। ଉପରୁ ଏମିତି ପାଣି ଦୁଇ ସ୍ଥାନରେ ଖୁବ୍ ପ୍ରବଳ ବେଗରେ ଚଉଡ଼ା ହେଇକି ପଡ଼ୁଛି ଏବଂ ତାର ଚାରିପଟେ ଛୋଟ ଛୋଟ ଝର ଆକାରରେ ପଡ଼ୁଛି, ଯୋଉଠି ଲୋକମାନେ ସବୁ ଏଇ ଯୋଉ ଝର ଆକାରରେ ପଡ଼ୁଛି ଦେଖୁଛନ୍ତି, ଏଇଗୁଡ଼ା ତଳେ ଯୋଉଠି ପଡ଼ୁଛି ସେଇଠି ଲୋକମାନେ ସବୁ ଗାଧେଇବା ଅନ୍ୟାନ୍ୟ
ମଜା କରୁଛନ୍ତି, ଖେଳୁଛନ୍ତି ପାଣିରେ। ଏଇ ହେଉଛି ତାର ତଳ ପର୍ସନ୍। ଆଉ ଏଇଠି ସେମିତି କିଛି ବିପଦ ନାହିଁ, ଖସରା ନାହିଁ। ମୁଁ ବି ପାଣି ନେଇକି ଟିକେ ଟେଷ୍ଟ କଲି। ଦେଖନ୍ତୁ, ଏଇଟା ତିରଥଗଡ଼ ଜଳପ୍ରପାତର ଉଚ୍ଚତା ହେଉଛି 91 ମିଟର ଏବଂ ଏଇଠି ସମ୍ପୂର୍ଣ୍ଣ ରୂପରେ ଏକାବେଳେ ଉପରୁ ତଳକୁ ପଡ଼ିନି, ଟିକେ ତେର୍ଛା ହେଇକି ପାଣିଟା ପଡ଼ୁଛି। ଆଉ ଯୋଉଠି ପାଣି ପଡୁଛି ସେଠି ତ ବହୁତ ଗହିରିଆ, ନଦୀ ସେପଟକୁ ଅଛି, ସିଆଡ଼କୁ ଯିବା ପାଇଁ ମନା ଲେଖା ହେଇଛି। ଆମେ ଏପଟେ ସବୁ ଦର୍ଶକମାନେ ଯୋଉଠି ଅଳ୍ପ ସରୁ ପାଣି ପଡୁଛି ଆଉ ଏପଟେ ଯୋଉ ଜଳାଶୟ ଟାଇପ୍ ରହିଛି ସେଇଠି ହିଁ ଗାଧୁଆ ଗାଧି ଇତ୍ୟାଦି କରୁଛନ୍ତି। ବହୁତ ଦର୍ଶକ ଆସିଛନ୍ତି, ସମସ୍ତେ ସେଲ୍ଫି ଇତ୍ୟାଦି ନେଉଛନ୍ତି। ଦେଖନ୍ତୁ କେତେ ଲୋକ ସେଇଠି ଗାଧଉଛନ୍ତି। ପ୍ରପାତ ନିକଟରେ ଗାଧେଇବାର ମଜା ଗୋଟେ ଅଲଗା। ଏଇ ବର୍ଷା ଜଳ ଯୋଉ ସାଇଡରେ ଯୋଉ ବୋହି ଆସୁଛି ସେଇଗୁଡ଼ାରେ ଗାଧେଇବାର କିଛି ଅସୁବିଧା ନାହିଁ। ଆମର ମହିର ଆଉ ଆରତି ସେମାନେ ସବୁ ଫଟୋ ଏଠି ଉଠଉଛନ୍ତି। ଅତି ସୁନ୍ଦର ପ୍ରପାତ ହେଇଛି। ଏଠି ଆପଣ ଗାଧେଇବାର ମଜା ନେଇପାରିବେ। ଦେଖନ୍ତୁ ଶହ ଶହ ଲୋକ ସେଠି ଯାଇକି ପ୍ରପାତରେ ଗାଧଉଛନ୍ତି। ହେଲେ ଆମର ଆରତି ସବୁ ମୋହିତ ବାବୁ ପ୍ରପାତର ଦୃଶ୍ୟ ଦେଖୁଛନ୍ତି। ଇଏ ହେଲେ ଆମର ପାଣିଗ୍ରାହୀ ସାର୍ ଏବଂ ତାଙ୍କର ବି ଏଠି ପ୍ରପାତରେ ସେ ଆରତି ସବୁ ଫଟୋ ଉଠଉଛନ୍ତି। ସମସ୍ତେ ନିଜର ଏଇ ଅନୁଭୂତିକୁ ଟିକେ ସାଇତି ରଖିବା ପାଇଁ ବର୍ତ୍ତମାନ ଯୁଗରେ ସେଲ୍ଫି ନେବା, ଫଟୋ ଉଠେଇବା ଏଟା ବହୁତ କମନ୍ ହେଇଯାଇଛି। ତାହା ତ ହେବ। ସାମ୍ନାରେ ଦେଖନ୍ତୁ ବାଁପଟେ ଯୋଉ ଛୋଟ ଝର ସବୁ ଆସିଛି ସେଥିରେ କେତେ ଲୋକ ଗାଧଉଛନ୍ତି। ଏଇ ଯୋଉ ଡାହାଣକୁ ଦେଖୁଛନ୍ତି ଯୋଉଠି ପାଣିଟା ପଡି ସେଠି ବହୁତ ଗଭୀର, ତାପରେ ଡାହାଣକୁ ନଈ ଆକାରରେ ସେଇଟା ବୋହି ଯାଇଛି, ତେଣୁ ସେ ଅଞ୍ଚଳକୁ ଯିବା ପାଇଁ ସମ୍ପୂର୍ଣ୍ଣ ମନା। ଏପଟେ ହିଁ ଆପଣ ଯାହା ଛିଡ଼ା ହେଇକି ଦେଖିପାରିବେ। ଆଉ କେତେ ଘୋ ଘୋ ଶବ୍ଦ ହଉଛି, ଏଇଟା ହଉଛି ଜଳପ୍ରପାତର ଶବ୍ଦ। ଅତି ସୁନ୍ଦର, ଯେତେ ଦେଖିଥିଲେ ବି ମନ ଭରେ ନାହିଁ। ଆପଣ ଚାହିଁବେ ଆଉ ଟିକେ ଦେଖନ୍ତି, ଆଉ କିଛି ସମୟ ଉପଭୋଗ କରନ୍ତି। ଏଠି ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ସୂଚନା ଫଳକ ଦିଆହେଇଛି। କୌଣସି ଆବର୍ଜନା ବା ପ୍ଲାଷ୍ଟିକ ନ ପକାଇବା ପାଇଁ କୁହାଯାଇଛି ବି। ସେଇ ଅଞ୍ଚଳକୁ ଯିବା ପାଇଁ ସମ୍ପୂର୍ଣ୍ଣ ମନା। ସାଇନ ବୋର୍ଡ ଦିଆଯାଇଛି, ବାରିକେଡ ବି କରାଯାଇଛି। କେବଳ ଏଇ ଅଞ୍ଚଳରେ ଆପଣ ଗାଧୁଆ ଇତ୍ୟାଦି ଯାହା ବି କରିବେ ଏଇପଟେ ବାଁ ପଟେ ପ୍ରପାତରୁ ଯୋଉ ଅଳ୍ପ ଅଳ୍ପ ଝର ଆକାରରେ ପାଣି ପଡୁଛି ସେଇଠି ହିଁ ସମସ୍ତେ ଗାଧୁଆ ଇତ୍ୟାଦି କରିଛନ୍ତି। ମନୋହର ଦୃଶ୍ୟ। ଏମିତି ପାଣି ପ୍ରକୃତିର ମାନେ ରୂପ ଦେଖନ୍ତୁ, କେତେ ଉପରୁ କେମିତି ପଡୁଛି। ଆଉ ଶିଳା ଗୁଡ଼ିକ ଚାରିଆଡେ କେମିତି ଥାକ ଥାକ କରି ରଖା ହେଇଛି ସିଲେଟ ଭଳିଆ। ଯେମିତି ପଥର ଇଟା ରଖା ହେଇଥାଏ, ଯେମିତି ଜଣା ପଡୁଛି ପୁରୁଣା ରାଜବାଟୀ ଇତ୍ୟାଦି ଯେମିତି କାନ୍ଥ ଗୁଡା ଥାଏ, ଠିକ୍ ସେଇ ପ୍ରକାର କାନ୍ଥ ଭଳିଆ ହିଁ ଏଇଟା ଲାଗୁଛି। ଦେଖନ୍ତୁ ସେଇଠି ଗୋଟେ ପିଣ୍ଡି ଟାଇପ ରହିଛି, ବହୁତ ଲୋକ ସେଇଠି ଉଠିକି ଫଟୋ ଉଠୁଛନ୍ତି। ଇଏ ହେଲେ ଆମର କମଳ ସାର୍ ଆଉ ମୁଁ ଆଉ ମିଶିକି ଗୋଟେ ସେଲ୍ଫି ନଉଛୁ। ମୋ ପଛରେ ଆମ ଟିମ୍ ଲିଡର ଦେଖନ୍ତୁ ମୋତି ଭାଇ ଚାଲିଛନ୍ତି ପୁରା ବିରୋଧର ପରେ। ଆଉ ଆମେ ପ୍ରପାତ ଦେଖିକି ଉଠି ଆସିଲୁଣି, ଆମେ ଏବେ ପ୍ରତ୍ୟାବର୍ତ୍ତନ କରିବୁ। ଆଉ ଏଇ ଯୋଉ ତିରଥଗଡ଼ ପ୍ରପାତ ପୂର୍ବରୁ ଛୋଟ ମାର୍କେଟ ଟାଇପ ର ବସିଛି। ଏଠି ଖୁବ ଘର କରଣା ଉପକରଣ ସବୁ ବିକ୍ରି ହଉଛି। ବିଭିନ୍ନ ସଜେଇବା ଜିନିଷ, ପେନ୍ ଷ୍ଟାଣ୍ଡ, ବାଉଁଶର ଉପକରଣ, ବେଲଣା ଚକି, ଆଉ ଚାବି ରିଙ୍ଗ, ଛୁଆଙ୍କର ଖେଳନା ବହୁତ ପ୍ରକାର ରହିଛି। ଆମର ବାହାରିକି ଟିକେ ଦେଖା ଦେଖି କରୁଛନ୍ତି, କିଛି କିଣା କିଣି ବି କଲେ। ଆଉ ଆମର ପ୍ରପାତ ଦେଖିବା ଏବେ ସରିଲା। ଆମେ ଏଇ ଛୋଟ ମାର୍କେଟ ଦେଇକି କେହି କେହି କିଛି କିଛି କିଣା କିଣି ବି କରୁଛନ୍ତି। ଆମେ ପୁଣି ଆମର ସେଇ ଯୋଉ ଗାଡି ଯୋଉଠି ପାର୍କିଂ ହେଇଥିଲା ସେଇଠିକି ଫେରୁଛୁ। ଇଏ ହେଲେ କମଲଙ୍କ ସ୍ତ୍ରୀ, ସେ ଆମ ସହିତ ଚାଲିଛନ୍ତି। ବର୍ଷା ପ୍ରାୟ ଏବେ ଛାଡି ଯାଇଛି। ଆଉ ଆମେ ପ୍ରପାତ ଦେଖିକି ଆସିଲୁ, ଏଇ ଆମ ଗାଡି ନିକଟରେ ପହଞ୍ଚି ଯାଇଛୁ। ଏବେ ଆମେ ଯିବା ଚିତ୍ରକୂଟ ଜଳପ୍ରପାତ। ଦେଖିଥିବାର ଧନ୍ୟବାଦ। ଭଲ ଲାଗିଥିଲେ ଲାଇକ୍ ଓ ସବସ୍କ୍ରାଇବ କରିବାକୁ ଅନୁରୋଧ।